ओके ଶୁଭା ଯାଉଛି କି? ସର୍ବପ୍ରଥମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଅ, ମୁଁ ସମସ୍ତଙ୍କୁ ସ୍ୱାଗତ କରେ ଏବଂ ଅଭିନନ୍ଦନ ମଧ୍ୟ ଜଣାଏ ଏଇ ସରା ଜୁମ୍ ଫେଲୋସିପରେ ବା ସରା ଥିଓଲୋଜିକାଲ ସେମିନାରରେ ପ୍ରଭୁଙ୍କର ଅନୁଗ୍ରହ ଏବଂ ଆଶୀର୍ବାଦ ହେତୁ ଆପଣମାନେ ଅ, ଏହି ପ୍ଲାଟଫର୍ମରେ ଆପଣମାନେ ସମସ୍ତେ ଜଡ଼ିତ ହୋଇ ଅଛନ୍ତି। ତେଣୁ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏଣ୍ଡ ଭାବିଥିଲି କି ଆଜି ସହରା ଭାଷାରେ ମାନେ ଶିଖିବା, କିନ୍ତୁ ମୁଁ ଦେଖୁଛି ଆମର ଆନ୍ଧ୍ରା ଭାଇ ମାନେ କିଏ ବି ଜଣେ ନାହାନ୍ତି। ତ ନିଶ୍ଚିତ ମୁଁ ଟ୍ରାଏ କରିବି ଓଡ଼ିଆରେ କମ୍ୟୁନିକେଟ କରିବା ପାଇଁ। ଏବଂ ନିଶ୍ଚିତ ମାନେ ଈଶ୍ୱରଙ୍କର ବାକ୍ୟ ମାନେ ଶିଖିବା। ଏଣ୍ଡ ବହୁତ ବହୁତ ଧନ୍ୟବାଦ ସୁଦାମଣି ଦିଦି, ଉତ୍ତମ ଭାବରେ ଆପଣ ୱାର୍ସିପଟାକୁ ବା ଉପାସନାକୁ ଲିଡ୍ କଲେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏଣ୍ଡ ରିଏଲି वी आर वेरी मच ब्लेस्ड बाय योर लीडिंग। ତ ଈଶ୍ୱରଙ୍କର ବାକ୍ୟ ଶିଖିବା ପୂର୍ବରୁ ଆସନ୍ତୁ ଆମମାନେ ପ୍ରାର୍ଥନା କରିବା ଏବଂ ପ୍ରାର୍ଥନା ସହିତ ଆମମାନେ ଈଶ୍ୱରଙ୍କର ବାକ୍ୟ ଆମମାନେ ଶିଖିବା ପାଇଁ ଆମମାନେ ଚେଷ୍ଟା କରିବା। ଲେଟ୍ସ ପ୍ରେ। ଧନ୍ୟବାଦ ଧନ୍ୟବାଦ ପ୍ରଶଂସା ଗୌରବ ସମ୍ଭ୍ରମ ଏବଂ ଆରାଧନା ପାଇଥିବା ଏକମାତ୍ର ଯୋଗ୍ୟ ପରମେଶ୍ୱର ପ୍ରଭୁ, ତୁମ୍ଭେ ଆମମାନଙ୍କୁ ପ୍ରେମ କରି, ତୁମ୍ଭେ ଆମମାନଙ୍କୁ ଅନୁଗ୍ରହ କରି ପ୍ରଭୁ ଦିନ ପରେ ଦିନ, ମାସ ପରେ ମାସ ଏବଂ ବର୍ଷ ପରେ ବର୍ଷ ପ୍ରଭୁ ତୁମ୍ଭେ ଆମମାନଙ୍କୁ ପ୍ରଭୁ ସୁରକ୍ଷିତ ପରିବେଶରେ ରଖି ପିତା ତୁମେ ଆମମାନଙ୍କୁ ନୂତନ ନୂତନ ଆଶା, ନୂତନ ନୂତନ ଆକାଂକ୍ଷା, ନୂତନ ନୂତନ ଜୀବନ ପ୍ରଭୁ ବା ନୂତନ ନୂତନ ପ୍ରଭୁ ବିଷୟ ଦେଇ ଆସିଅଛ। ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି, ପ୍ରଶଂସା ଗୌରବ କରୁଛି ପିତା। ପ୍ରଭୁ ଏହି ସନ୍ଧ୍ୟା ସମୟରେ କେବଳ ତମ ସହିତ ସମୟ ଜ୍ଞାପନ କରିବା ପାଇଁ, କେବଳ ତମ ସହିତ ପ୍ରଭୁ କଥୋପକଥନ କରିବା ପାଇଁ ପ୍ରଭୁ ଏଇ ବାବଦରେ ବା ଅନଲାଇନ ଜରିଆରେ ପ୍ରଭୁ ଆମମାନେ ସମସ୍ତେ ଏ ପ୍ରକାର ଆମମାନେ ସମବେତ ହୋଇଅଛୁ। ମୁଁ ବିଶ୍ୱାସ କରୁଛି ପିତା, ଏହି ସମବେତରେ ତମର ଉପସ୍ଥିତି ସମ୍ପୂର୍ଣ୍ଣ ଭାବରେ 100% ରହିଅଛି ବୋଲି ପ୍ରଭୁ ବିଶ୍ୱାସ କରୁଛି। ପ୍ରଭୁ ଏହି ମୁହୂର୍ତ୍ତରେ ପ୍ରଭୁ ସମସ୍ତଙ୍କୁ ତୁମେ ତମର ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସମସ୍ତଙ୍କୁ ତୁମେ ସ୍ପର୍ଶ କର ଏବଂ ଯିଏ ମାନେ ପ୍ରଭୁ ଏ ଅନଲାଇନରେ ପ୍ରଭୁ ଜଡ଼ିତ ହେବେ ପ୍ରଭୁ, ଯେପରି ସେମାନେ ସମୟକୁ ନଷ୍ଟ ନ କରି ଯେପରି ସେମାନେ ଶୀଘ୍ର ପ୍ରଭୁ ସେମାନେ এই ଅନଲାଇନରେ ପ୍ରଭୁ ଜଡ଼ିତ ହୋଇ ଅନେକ ଆତ୍ମିକ ବିଷୟ ସେମାନେ ଶିଖିପାରିବେ ଏବଂ ଆତ୍ମିକ ଦିଗରେ ପ୍ରଭୁ ଯେପରି ସେମାନେ ଲାଭାନ୍ୱିତ ହେବେ ଏଥି ନିମନ୍ତେ ପ୍ରଭୁ ପ୍ରତ୍ୟେକ ପାର୍ଟିସିପେଣ୍ଟକୁ ତୁମେ ଆଶୀର୍ବାଦ କର ଏବଂ ଯେତେ ଜଣ ପ୍ରଭୁ ଏଠାରେ ଅଛନ୍ତି ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ବ୍ୟବହାର କର, ପ୍ରତ୍ୟେକଙ୍କୁ ତୁମେ ଜ୍ଞାନରେ ଏବଂ ବୁଦ୍ଧିରେ ପ୍ରଭୁ ପରିପୂର୍ଣ୍ଣ କରି ସେମାନଙ୍କୁ ତୁମେ ଆଶୀର୍ବାଦ କର। ଏବଂ ପ୍ରଭୁ ମୁଁ ମଧ୍ୟ ତମର ବାକ୍ୟ ପ୍ରଭୁ ମୁଁ ପ୍ରକାଶ କରିବା ପାଇଁ ଯିବି, ତମେ ଆସ ଏବଂ ମୋ ସହିତ ତୁମେ ରହି ତମର ସେ ବାକ୍ୟକୁ ତୁମେ ପ୍ରକାଶ କର ବୋଲି ବିନତି କରୁଛି। ଏସବୁ ବିଷୟରେ ତୁମେ ଗୌରବ ଏବଂ ମହିମା ପାଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ। ପ୍ରଭୁ ଗୌରବ ପାହନ୍ତୁ। ଆସନ୍ତୁ ଆମମାନେ ଗତ ମାନେ ୟେଷ୍ଟରଡେ ଯୋଉ ଗତକାଲି ଯୋଉ କ୍ଲାସ ମୁଁ ନେଇଥିଲି ଆଣ୍ଡ ଯୋଉ ସବଜେକ୍ଟ ମୁଁ ନେଇଥିଲି ସେହି ସବଜେକ୍ଟରୁ ହିଁ ଆଜି ଆମମାନେ କିଛି ଡିସ୍କସନ କରିବା, କିଛି ଚର୍ଚ୍ଚା କରିବା, ଯୋଉଟା କି ମନୁଷ୍ୟର ପତନ ବିଷୟ, ଦ ଫଲ୍ ଅଫ ମେନ୍। ତ ଖାଲି ମୁଁ ଜଷ୍ଟ ଦୁଇଟି ବିଷୟ କେବଳ ଆପଣମାନଙ୍କ ସମ୍ମୁଖରେ ମୁଁ ରଖୁଥିଲି। ମନୁଷ୍ୟର ପତନର କାରଣ କଣ ଥିଲା, ସେଟା ହଉଛି ଟେଷ୍ଟ। I was explaining this concept test, ମାନେ ପରୀକ୍ଷା। and then ପରୀକ୍ଷା କେମିତି ଥିଲା, and ପରୀକ୍ଷାର ଉଦ୍ଦେଶ୍ୟ କଣ ଥିଲା, ସେଇ ସବୁ ବିଷୟ ଆମମାନେ ଗତ କ୍ଲାସରେ ଅନେକ ବିଷୟ ମାନେ ଚର୍ଚ୍ଚା କରିଥିଲୁ, ଅନେକ ବିଷୟ ମାନେ ଡିସ୍କସନ ବି କରିଛୁ। and then next ରିଜନଟା ଥିଲା ଟେମ୍ପଟେସନ, ଯୋଉଟା କି ପ୍ରଲୋଭନ ବିଷୟ ଥିଲା। ପ୍ରଲୋଭନ ଦ୍ୱାରା ମନୁଷ୍ୟ ସେ ପତନ ଅବସ୍ଥାରେ ସେ ଥିଲେ ବା ଆଦମ ଏବଂ ହବା ସେମାନେ ପତନ ହେଲେ। এই বিষয়ে ଆମେ ଡିସ୍କସନ କରିଛୁ। ଏଣ୍ଡ ଦେନ୍ କେମିତି ଆଦମ ଏବଂ ଅଭା ସେମାନେ ପ୍ରଲୋଭନରେ ସେମାନେ ପଡ଼ିଲେ ଏବଂ ତାର ରିଜନ କଣ ଥିଲା, ସେ ବିଷୟ ଆପଣମାନଙ୍କ ସମ୍ମୁଖରେ ବି ରଖୁଥିଲି ଯେ ସେମାନେ ଈଶ୍ୱରଙ୍କର ବାକ୍ୟକୁ ସେମାନେ କନଫ୍ୟୁଜରେ ପଡ଼ିଗଲେ। ଏଣ୍ଡ ଦେନ୍ ଦ୍ୱିତୀୟ ବିଷୟ ଥିଲା ଶୟତାନ, ସେ କଣ କଲେ ନା ମିଛ କହୁଥିଲେ, ସେ ମିଥ୍ୟା ସେ କହୁଥିଲେ। ଏବେ ତୃତୀୟ ବିଷୟ ହେଲା ଯେ ଶୟତାନ ସେ କଣ କଲେ, ଆଂଶିକ ସତ୍ୟ ବିଷୟ ସେ
ପ୍ରକାଶ କଲେ ସେମାନଙ୍କ ସମ୍ମୁଖରେ, ଯାହା ଫଳରେ ଏ ଦୁଇ ଜଣ ବା ଅବା ସେ କଣ କଲେ ନା ସେ ପ୍ରଲୋଭନରେ ପ୍ରଲୋଭନରେ ସେ ପଡ଼ିଗଲେ। ତ ଏ ପ୍ରକାର, ତ ଏଠି ଯଦି ଆମେ ମାନେ ଦେଖିବା ଆ, ପାପର ବିଷୟ ବା କେମିତି ସେମାନେ ପାପରେ ପତିତ ହେଲେ ବା ପାପରେ କେମିତି ସେମାନେ ପଡ଼ିଗଲେ, କେ- ବା କାହା ଦ୍ୱାରା ଏଣ୍ଡ ଦେନ୍ କୋଉ ସୋର୍ସକୁ ନେଇକି ବା କୋଉ ମାଧ୍ୟମରେ ସେମାନେ ଅ, ପାପରେ ପତିତ ହେଲେ, ସେ ବିଷୟ ଆମେ ଆ, ଗତ କ୍ଲାସରେ ଆମେ ସମ୍ପୂର୍ଣ୍ଣ ଭାବରେ এই বিষয়ে ଆମେ ଅଧ୍ୟୟନ କରୁଥିଲୁ। ତ ମୋର ଈଶ୍ୱରଙ୍କ ଲୋକମାନେ ଆଜି ଆମେ ଦେଖିବା ସେହି ଗୁରୁତ୍ୱ ବିଷୟ, ଯୋଉଟା କି ଆ ଆମମାନଙ୍କୁ ସେ ବାକ୍ୟ ଦ୍ୱାରା ନିଜକୁ ଆମେ ଚେତାଇବା, ନିଜକୁ ଆମମାନେ ଜାଗ୍ରତରେ ରଖିବାକୁ ପଡ଼ିଥାଏ ଏ ବାକ୍ୟ ଶୁଣିକି। ତ ସେହି ବାକ୍ୟ ଆମମାନେ ଦେଖିବା ବା ସେଇ ଟପିକ ଆଡ଼କୁ ଆମମାନେ ଯିବା, ସେଇଟା ହଉଛି ଦ ରିଜଲ୍ଟ ଅଫ ଦ ସିନ୍। ପାପର ପଳାପଳ, ପାପର ପଳାପଳ, ହ୍ୱାଟ ଇଜ ଦ ରିଜଲ୍ଟ ଅଫ ସିନ୍, ପାପର ପଳାପଳ ବିଷୟ ଆମମାନେ ଅଧ୍ୟୟନ କରିବା। ପାପର ପଳାପଳ ବିଷୟ, ତ ଆମମାନେ ଜାଣିଅଛୁ ଯେ ଆଦମ ଏବଂ ଅବା ଯେଉଁ ପ୍ରକାର ସେମାନେ ପାପ କରିଛନ୍ତି, ଯେଉଁ ପ୍ରକାର ସେମାନେ ଅବାଧ୍ୟ ହେଇଛନ୍ତି ପ୍ରଭୁଙ୍କର ବାକ୍ୟ ପ୍ରତି ଏବଂ ଦିଆଯାଇଥିବା ବାକ୍ୟ ପ୍ରତି କେଉଁ ପ୍ରକାର ସେମାନେ ଅବାଧ୍ୟ ହେଇଛନ୍ତି, ସେହି ବିଷୟ ଆମମାନେ ବାଇବଲରୁ ଆମମାନେ ସମ୍ପୂର୍ଣ୍ଣ ଭାବରେ ସେ ଇନଫର୍ମେସନଟା ଆମେ ପାଉଛୁ, ଯୋଉଟା କି ଆ ଆଦି ପୁସ୍ତକ 3 ଅଧ୍ୟାୟ କଣ୍ଟିନ୍ୟୁସଲି ଯଦି ଆମେ ଦେଖିବା, ଏକ ପଦରୁ ଯଦି ତା ତଳେ ତଳେ ଯଦି ଦେଖିବା, ଆମମାନେ ସେଇ ଇନଫର୍ମେସନ ଗୁଡ଼ିକ ଆମମାନେ ପାଇପାରିବା। ତ ବିଶେଷ କରି ପ୍ରଭୁଙ୍କର ଲୋକମାନେ ଏଠି ଯଦି ଦେଖିବା, ଯେମାନେ ପ୍ରଭୁଙ୍କର ବାକ୍ୟ ପ୍ରତି ଅବାଧ୍ୟ ହେଲେ, ସେମାନେ ହେଉଛନ୍ତି ଆଦମ ଏବଂ ଅବା। ଆଦମ ଏବଂ ଅବା ସେମାନେ ଯେହେତୁ ଅବାଧ୍ୟ ହେଲେ, ତ ସେମାନେ ବିଚାର ପାଇବା ଆବଶ୍ୟକ, ହଁ କି ନାହିଁ? ଯେହେତୁ ସେମାନେ କାର୍ଯ୍ୟ କରିଛନ୍ତି, କିଛି ଭୁଲ କାର୍ଯ୍ୟ କରିଛନ୍ତି, ସେମାନେ କିଛି ଅ, ମନ୍ଦ ମାନେ ଅଲଗା ରାସ୍ତାକୁ ସେମାନେ ମନୋନୀତ କରିଛନ୍ତି ଏବଂ ଚୁଜ୍ କରିଛନ୍ତି, ତ ସେମାନେ ବିଚାର ପାଇବା ନିହାତି ଆବଶ୍ୟକ। they need to receive the consequences, ତାର ତାର ପଳାପଳ ସେମାନେ ପାଇବା ଆବଶ୍ୟକ। ସେଇ ପଳାପଳ ହଉଛି ବିଚାର। ଯେହେତୁ ସେମାନେ ପାପ କାର୍ଯ୍ୟ କଲେ, ତେଣୁ କରି ସେମାନେ କଣ ପାଇବା ଦରକାର? ଦେଖାଯାଉଛି କି ଏଥର ଟିକେ ଟିକେ ବଡ ଦେଖାଯାଉଛି କି? ଟିକେ ଜୁମ୍ କରିଦେଲି ଓକେ। ହଁ, ଆମର ଜିତୁର ଆଜ୍ଞା ପୁରା କ୍ଲୋଜଲି ଦେଖୁଛନ୍ତି, ତ ତେଣୁ କରି ଟିକେ ହାଇୱାସ ତ ଏଠି ଯଦି ଦେଖିବା ପଳାପଳର ଅର୍ଥ, ସେମାନେ ଆଶୀର୍ବାଦ ପାଇନାହାନ୍ତି। ଓକେ, ସେମାନେ ଆଶୀର୍ବାଦ ପାଇନାହାନ୍ତି, ସେମାନେ ପରମେଶ୍ୱରଙ୍କ ଠାରୁ ସେମାନେ କଣ ପାଇଛନ୍ତି? ବିଚାର ପାଇଛନ୍ତି। କାରଣ ସଦାପ୍ରଭୁ ସେମାନଙ୍କୁ ବିଚାର କଲେ। କିଏ 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 କାହାକୁ ସେ ବିଚାର କଲେ? ଯଦି ଆମମାନେ ଦେଖିବା ଆଦି ପୁସ୍ତକ ତାର 3ରେ କଣ୍ଟିନ୍ୟୁ 4 ପର୍ଯ୍ୟନ୍ତ ଯଦି ଅଧ୍ୟୟନ କରିବା, ଯେତେବେଳେ ଆଦମ ଏବଂ ଅବା ସେଇ ଫଳ ଖାଇଲା ପରେ ଯେତେବେଳେ ସେମାନେ ଜାଣିଲେ ଯେ ସେମାନେ ଉଲଙ୍ଗ ଅବସ୍ଥାରେ ଅଛି ବୋଲି, ସେମାନେ ନିଜକୁ ଲୁଚେଇବା ପାଇଁ ଗଛର ମୂଳ ମାନେ ଗଛର ମୂଳ ତା ବିହାଇଣ୍ଡରେ ତା ପଛରେ ସେମାନେ କଣ କଲେ ନା ଲୁଚିଲେ। ଏବଂ ସଦାପ୍ରଭୁ ଆସୁଛନ୍ତି ସେ ଏଦନ ଉଦ୍ୟାନରେ। ଏଦନ ଉଦ୍ୟାନରେ ଯେତେବେଳେ ସେ ଆସୁଛନ୍ତି, ପରମେଶ୍ୱରଙ୍କର ଚାଲିବାର ତାର ୱାକ୍ ଶୁଣିକି ସେମାନେ ଭୟରେ ସେମାନେ ନିଜକୁ ସେ କଣ କରୁଛନ୍ତି? ଲୁଚଉଛନ୍ତି। ଏବଂ ସେହି ସମୟରେ ସଦାପ୍ରଭୁ କହୁଛନ୍ତି, ଆଦମ 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 ତମେ କେଉଁଟାରେ? ଏବଂ ଆଦମ କହୁଛି, ମୁଁ ଏଠାରେ ଅଛି, ମୁଁ ଉଲଙ୍ଗ ଅବସ୍ଥାରେ ଅଛି, ଏହା ମୁଁ ତେଣୁ କରି ମୁଁ ତମ ସମ୍ମୁଖରେ ମୁଁ ଠିଆ ହେଇପାରିବି ନାହିଁ। ଆଇ କାନ୍ ଷ୍ଟାଣ୍ଡ ବିଫୋର ୟୁ, ମୁଁ ଠିଆ ହେଇପାରିବି ନାହିଁ। ଏ ବାକ୍ୟ ଆଦମ ଈଶ୍ୱରଙ୍କୁ କହୁଛନ୍ତି ବା ରିପ୍ଲାଇ ଦେଉଛନ୍ତି। ତାପରେ ପରମେଶ୍ୱର କହୁଛନ୍ତି, ଆଦମ ତମେ କିଏ କହିଲା
ତମେ ତମକୁ କିଏ କହିଛନ୍ତି ଯେ ତୁମେ ଉଲଙ୍ଗ ଅବସ୍ଥାରେ ଅଛି? ଯେଉଁ ପଡ଼ ତୁମ୍ଭେ ଖାଇବା ପାଇଁ ନିଷେଧ କରିଥିଲି ସେହି ପଡ଼ ତୁମେ ଖାଇଲ କି? ସେ କହୁଛନ୍ତି ୟେସ୍। କାହିଁକି ଖାଇଲ? ନାଇଁ, ଯେଉଁ ସ୍ତ୍ରୀ ମତେ ଦେଲ ସେ ମତେ କହିଲା, ତେଣୁକରି ମୁଁ ଖାଇଲି। ସେ କଣ କହୁଛନ୍ତି? ତାର ୱାଇଫ କୁ ସେ ବ୍ଲେମ କରୁଛି। ତାପରେ ଯେତେବେଳେ ସେ ସ୍ତ୍ରୀ ବା ଅବାଙ୍କୁ ଯେତେବେଳେ ସେ କହୁଛନ୍ତି, ପଚାରୁଛନ୍ତି ତମେ କାହିଁକି ଖାଇଲ, ସେ କାହାକୁ ବ୍ଲେମ କରୁଛି? ଶୈତାନକୁ ସେ ବ୍ଲେମ କରୁଛି। ଯେତେବେଳେ ଶୈତାନ ଯେତେବେଳେ ସେ ସର୍ପକୁ ସେ ବ୍ଲେମ କରୁଛି, ତାପରେ ଏଠି ସମସ୍ତେ ଦାୟିତ୍ୱ ସେମାନଙ୍କର ଭୁଲ ପାଇଁ। ଦେଖା ଯାଉଛି କି? ହ୍ୟାଲୋ।